ମାଙ୍କର ଏଇ ପାର୍ବଣ ମାସରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ମୁଁ ଗଣେଶ। ମନର ଶାନ୍ତି ଥିଲେ ଜୀବନର ସବୁକିଛି ଠିକ୍ ବାଟରେ ଚାଲିଥାଏ। ତେଣୁ ଆପଣମାନଙ୍କୁ ମନେ ରଖିବା ଉଚିତ ଯେ ମନୁଷ୍ୟର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ତାର ମନର ଶାନ୍ତି। ତେଣୁ ମନକୁ ଶାନ୍ତି ରଖିବା ପାଇଁ ମହାନ ମହାନ ଋଷି ବିଦ୍ୱାନ ମାନେ ବିଭିନ୍ନ ବିଭିନ୍ନ ପ୍ରକାରର ବାଟ ଆପଣେଇଛନ୍ତି। ଏଇ ଯେମିତି ଭଗବାନଙ୍କୁ ଧ୍ୟାନ କରିବା, ଯୋଗ କରିବା, ସତ୍ସଙ୍ଗ କରିବା, ପ୍ରବଚନ ଶୁଣିବା, ଏଭଳି ଅନେକ ବାଟ ଆପଣେଇଛନ୍ତି। ଆଉ ପୁଣି ଘରେ ଭାଗବତ ପଢ଼ିବା, ରାମାୟଣ ପଢ଼ିବା ଏବଂ ପର୍ଯ୍ୟାଲୋଚନା କରିବା, ତା ଦ୍ୱାରା ମନକୁ ଟିକେ ହାଲକା ଲାଗେ। ଆଉ ଦୁଃଖ କଷ୍ଟ ବି ଲାଘବ ହୋଇଯାଏ। ତେଣୁ ଶାନ୍ତିର ବାଟକୁ ଆପଣେଇବା ଏତେ ସହଜ କଥା ନୁହେଁ। ତେଣୁ ମନେ ରଖିବା ଉଚିତ ଯେ ଆମ୍ଭମାନଙ୍କୁ ମନର ଶାନ୍ତି ନିତାନ୍ତ ଅପରିହାର୍ଯ୍ୟ। ଆଉ ମନରେ ଶାନ୍ତି ନଥିଲେ ଛୋଟ ଛୋଟ କଥା ବି ଆମକୁ ବହୁତ ବଡ଼ କଷ୍ଟ ଲାଗେ। ସବୁକିଛି ଓଲଟପାଲଟ ହୋଇଯାଏ ଏବଂ ଅନ୍ଧକାର ଆଡ଼କୁ ଟାଣିନିଏ। ଏ ଜୀବନକୁ ଅନ୍ଧକାର ବାଟ ଆଡ଼କୁ ଟାଣିନିଏ। ତେଣୁ ସତରେ ବନ୍ଧୁ, ଆପଣମାନଙ୍କୁ ଅନୁରୋଧ ସଦାସର୍ବଦା ଚେଷ୍ଟା କରିବା ଉଚିତ ଯେ ମନ କିଭଳି ଶାନ୍ତିରେ ରହିପାରିବ ବା ମନୁଷ୍ୟ କିଭଳି ଶାନ୍ତିରେ ରହିପାରିବ। ଶାନ୍ତି ବିନା ମନୁଷ୍ୟକୁ ନିସ୍ୱ ଭଳି ଲାଗେ। ସବୁକିଛି ଥାଇ ମଧ୍ୟ ତାକୁ କିଛି ଜଣାପଡ଼େନି। ତେଣୁ ମୁଁ ଏତିକିରେ ରହୁଛି। ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗୁଥାଏ ତେବେ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।